Hi guys, this is Dr. Nivi here. এটা ହେଉଛି today's vlog. Actually ଆଜି ଗୋଟେ ମନଟା ଦୁଃଖ ଲାଗୁଥିଲା, ବହିଟା ଖୋଜି ଆଣି ରଖିଥିଲି, ଗୋଟେ ପେଜ୍ଟା ପଢ଼ିଲି, ବହୁତ ବଢ଼ିଆ ଲେଖା ହେଇଥିଲା। ଆଜି ମୁଁ ବିନା ଫେସ୍ ଦେଖିକିନା ଭିଡ଼ିଓ କରୁଛି, ଆଉ ଏ ବହିର କିଛିଟା ଲାଇନ୍ସ ମୁଁ ପଢ଼ୁଛି, ଯେଉଁଟାକି ଆପଣମାନେ ଶୁଣନ୍ତୁ। ଏଥିରେ ବହୁତ ଶିକ୍ଷା ଜିନିଷ ଅଛି, ହେଲା। ଲେଟ୍ସ ଷ୍ଟାର୍ଟ। ଏ ବହିଟା ଆମ ଲାଇବ୍ରେରୀ, ଯେଉଁଟା ଆମର ଉପର ମହଲା, ସେ ଭିତରେ ଥିଲା। ନାଁ ହେଉଛି ସୁମନ ସମ୍ଭାର, ଗୀତିକାର ହରିଶଙ୍କର ପଟେଲ। ଲେଟ୍ସ ଷ୍ଟାର୍ଟ। ଲେଖା ହେଇଛି ସେବାର ଫଳ। ବିଷ୍ଣୁଙ୍କୁ ତୋଷିବ ପତ୍ର ପୁଷ୍ପ ଫଳ ତୋଏ, ଶିବଙ୍କୁ ତୋଷିବା ପାଇଁ କର ଜଳାଶୟ। ସୂର୍ଯ୍ୟଙ୍କ ତୋଷ କର ନମସ୍କାର, ବିପ୍ର ତୋଷ ହେବେ ଖୁଆଇଲେ ପେଟ ଭର। ଗଣ୍ଠିଲିରେ ବାନ୍ଧି କିଛି ଦେବ ବିଦାୟରେ, ତେବେ ଯାଇ ବିପ୍ର ଖୁସି ହୋଇବେ ମନରେ। ଗୁରୁଙ୍କୁ ତୋଷ କରିବ ଦେଇଣ ଦକ୍ଷିଣା, ଗୁରୁଙ୍କୁ ତୋଷିବ ଦେଇ ଗୋରୁ ମାନେ ଗାଈ, ତୋଷିବ ଦେଇ କଞ୍ଚା ଘାସ ବିଡ଼ା। ବିଷ୍ଣୁ ଶିବ ସୂର୍ଯ୍ୟ ବିପ୍ର ଗୁରୁ ସେବା, ସେବାର ଫଳେ ଯା ମିଳେ କିଏ କହିପାରିବା। ଧର୍ମଶାସ୍ତ୍ର ପୁରାଣରୁ ଜାଣ ଏହା ଫଳ, ନୀତି ଶିକ୍ଷା ପଢ଼ି ଜାଣ ବିଶ୍ୱାସ ହିଁ ମୂଳ। ଦେବ ବିପ୍ର ଗୁରୁଜନ ପୂଜନର ଯୋଗ୍ୟ, ଏମାନଙ୍କ ଆଶୀର୍ବାଦେ ମିଳଇ ଐଶ୍ୱର୍ଯ୍ୟ। ଯାଗ ଯଜ୍ଞ ସେବା ବ୍ରତ ଜଗତର ଶ୍ରେୟ, ଏଥିରୁ ପ୍ରାପ୍ତ ହୁଏ ପୁଣ୍ୟ ଅପ୍ରମେୟ। ଏସବୁ ଊର୍ଦ୍ଧ୍ୱରେ ଥାନ୍ତି ସେବା ଯୋଗ୍ୟ ଦୁଇ, ବ୍ରହ୍ମା ବିଷ୍ଣୁ ଶିବଙ୍କର ରୂପାନ୍ତର ସେଇ। ସେ ଦୁହେଁ ଅଟନ୍ତି ଜାଣ ନିଜ ପିତା ମାତା, ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ ଏ ଦୁଇ ଦେବତା। ତାଙ୍କ ସେବା ଫଳେ ମିଳ ଆୟୁ ଧନ ଯଶ, ତୋଷ କରାଇଲେ ମିଳେ ଜଗତେ ପୌରୁଷ। ଏହାଙ୍କୁ ତୋଷ କରିବା ଅତି ହିଁ ସହଜ, ଶୋକ ଦୁଃଖ ରୋଗ କାଳେ କରିବ ସାହାଯ୍ୟ। ଶିଷ୍ଟ ବ୍ୟବହାର ସଙ୍ଗେ ମିଷ୍ଟ କଥା କହି, ମନ ତୋଷୁଥିବ ତାଙ୍କୁ ପାଖରେ ବସାଇ। ପିତା ମାତାଙ୍କ ବଚନ ସଦା ହିତକାରୀ, ତେଣୁ ପାଳନ କରିବ କିଛି ନ ବିଚାରି। ଦଶରଥ ରାମ କଥା ଚିନ୍ତା କର ମନେ, ନିର୍ବିକାର ଚିତ୍ତେ ରାମ ଗମିଲେକ ବନେ। ଗମିଲେକ ମାନେ ଗଲେ, ଚାଲିଗଲେ। ପିତାଙ୍କ ବଚନେ ଥିଲା ସତେ କେତେ ହିତ, ପିତା ବାକ୍ୟ ପାଳି ରାମ ଏବେ ବି ଜୀବିତ। ରାଜ୍ୟ ରାଜ ଭୋଗ ଛାଡ଼ି କଲେ ବନବାସ, ବନବାସ ହେତୁ ହେଲେ ପୁରାଣ ପୁରୁଷ। ରାମାୟଣର ରଚନା ହୋଇଛି ସମ୍ଭବ, ଏକା ପିତା ବାକ୍ୟ